ଆଜ୍ଞା ନମସ୍କାର ସାର୍। ନମସ୍କାର। ଆପଣ ଅତୀତରେ ବହୁତ ଜନସ୍ୱାର୍ଥ ମାମଲା କରିଛନ୍ତି ଜନହିତ ପାଇଁ, ଆଉ ସେଥିମଧ୍ୟରୁ ନିଶ୍ଚିନ୍ତ କୋଇଲି ହାଟ ଅନ୍ୟତମ। ଆଚ୍ଛା, ନିଶ୍ଚିନ୍ତ କୋଇଲି ହାଟର ବର୍ତ୍ତମାନ ଯେଉଁ ପରିସ୍ଥିତି, ସାର୍ ଏ ବାବଦରେ କ'ଣ ଆପଣଙ୍କର ଭୂମିକା ସାର୍ ଟିକେ କୁହନ୍ତୁ। ନିଶ୍ଚିନ୍ତ କୋଇଲି ହାଟ ହେଉଛି ଓଡ଼ିଶାର ସର୍ବବୃହତ୍ତମ ଏବଂ ପୁରାତନ ହାଟ ଆଜ୍ଞା ଏବଂ ଏଇଟା ନିଶ୍ଚିନ୍ତ ହାଟଟି କଟକ କେନ୍ଦ୍ରାପଡ଼ାର ମୁଖ୍ୟ ରାସ୍ତାରେ ଅବସ୍ଥିତ ହୋଇଥିବାରୁ ଏବଂ ଗମନାଗମନର ସୁବିଧା ଦୃଷ୍ଟିରୁ ଉକ୍ତ ହାଟ ଉପରେ କଟକ, କେନ୍ଦ୍ରାପଡ଼ା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଏବଂ ଓଡ଼ିଶାର ପ୍ରାୟ କୋଣ ପ୍ରତିକୋଣରୁ ବ୍ୟବସାୟୀ ଭାଇମାନେ ଉକ୍ତ ହାଟ ଉପରେ ନିର୍ଭର କରିଥାନ୍ତି। ଆଜ୍ଞା ତ ତତ୍କାଳୀନ ସମୟରେ ହାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା, ଯେଉଁକି କ୍ରୟ ବିକ୍ରୟ କ୍ଷେତ୍ରରେ ଘୋର ବାଧା ସୃଷ୍ଟି ହୋଇଥିଲା ଆଜ୍ଞା ଏବଂ ଗୋଟେ ଜନସାଧାରଣମାନଙ୍କର ଗୋଟେ ଅସନ୍ତୋଷର କାରଣ ହୋଇଥିଲା। ତେଣୁ ଜନସାଧାରଣମାନଙ୍କର ହିତ ଦୃଷ୍ଟିକୁ ଚିନ୍ତା କରି ଏହାର ଏକ ସ୍ଥାୟୀ ପ୍ରତିକାର ନିମନ୍ତେ ଆମେ ମହାମାନ୍ୟ ହାଇକୋର୍ଟରେ ବହୁବାର ଜନସ୍ୱାର୍ଥ ମାମଲା ଆଜ୍ଞା କରିଥିଲୁ ଆଜ୍ଞା ଏବଂ ପରିଶେଷରେ ମଧ୍ୟ ମହାମାନ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏବଂ ଆମକୁ ମହାମାନ୍ୟ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଏବଂ ସେଇଟା ମଧ୍ୟ ଇଭିକ୍ସନ୍ ପ୍ରୋସିଜର୍ ହେବ। ଇଭିକ୍ସନ୍ ପ୍ରୋସିଜର୍ ହେବା ପରେ ଏବଂ କୋରସ୍ ଅଫ୍ ରୁପିଜ୍ ନିଶ୍ଚିନ୍ତ ହାଟ ପାଇଁ ଯୋଗାଇ ଦେବା ପାଇଁ ମଧ୍ୟ ଡିମାଣ୍ଡ କରାଯାଇଥିଲା। ଆଜ୍ଞା କିନ୍ତୁ ତାହା ମଧ୍ୟ ଯଦିଓ ନିଶ୍ଚିନ୍ତ କୋଇଲି ହାଟର ରିକନଷ୍ଟ୍ରକ୍ସନ୍ କାର୍ଯ୍ୟ ସମାପ୍ତ କରାଗଲା, ମାତ୍ର ତା'ର ଦୂରଦୃଷ୍ଟି ଅଭାବ ଯୋଗୁଁ ଯେଉଁ ହାଟର ଯାହା କନଷ୍ଟ୍ରକ୍ସନ୍ ହେଲା ତା ପ୍ରପର୍ଲି ଏବଂ ଠିକ୍ ଭାବରେ ହୋଇପାରିଲା ନାହିଁ, ଯାହାଦ୍ୱାରା କି ସାମାନ୍ୟ ବର୍ଷା ହେଲେ ନିଶ୍ଚିନ୍ତ ହାଟରେ ପାଣି ଜମୁଛି ଏବଂ ଅଳିଆ ଆବର୍ଜନା ଗଦା ହୋଇ ସେ ପରିବେଶ ଭାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ଆଜ୍ଞା ଏବଂ କ୍ରୟ ବିକ୍ରୟ କ୍ଷେତ୍ରରେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏତେ ଦୁର୍ଗନ୍ଧଯୁକ୍ତ ହାଟ ହେଉଛି, ସାଧାରଣ ଲୋକ ମଧ୍ୟ ପଶିବା ସେ ହାଟରେ ସମ୍ଭବପର ହୋଇପାରୁନାହିଁ। ଆଜ୍ଞା ଆଜ୍ଞା ରିକନଷ୍ଟ୍ରକ୍ସନ୍ ଯେଉଁ କାମ ହେବା ପାଇଁ ସାର୍ କେତେ ଆମାଉଣ୍ଟ ନିହାତି ସାଂସନ୍ ହେଇଥିଲା? ନିଶ୍ଚିନ୍ତ କୋଇଲି ହାଟର ରିକନଷ୍ଟ୍ରକ୍ସନ୍ ପାଇଁ କେତେ ଟଙ୍କା ସାଂସନ୍ ହେଇଯାଇଥିଲା ତାହା ସାର୍ବଜନୀନ ବିଦିତ କରାଯାଇନଥିଲା। ଆଜ୍ଞା, ମାନେ ଏଇଟା କ'ଣ ପାଇଁ କରାହେଲାନି? ସେଟା ନ କରିବାର କାରଣ ମୁଁ ଭାବୁଛି ଯେଉଁମାନେ ଶୁଭ ଉଦ୍ଘାଟନ କଲେ ଆଜ୍ଞା ସିଏ ଜାଣିଥିବେ, ସେ କଥା ସିଏ ଜାଣିଥିବେ। ଆଉ ଗୋଟେ କଥା ମୁଁ ଚିନ୍ତା କରୁଛି, ନିଶ୍ଚିନ୍ତ କୋଇଲି ଅଞ୍ଚଳଟି ବହୁ ରାଜନୈତିକ ଦଳର ପେଣ୍ଠସ୍ଥଳୀ, ଆଜ୍ଞା କିନ୍ତୁ ସେମାନେ ଜାଣିଥାଇପାରନ୍ତି କ'ଣ ତା'ର କାରଣ। ଏଇଟା ହେଉଛି କଥା। ସାର୍ ହାଟର ନିର୍ମାଣ କାର୍ଯ୍ୟ ପାଇଁ ଯେତିକି ଅଟକଳ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା ସେଇଟା ସାର୍ବଜନୀନ କରାହେଲା ନାହିଁ। ଯଦି କରାହେଲା ନାହିଁ ସାର୍ ଏଥିରେ କିଛି ନିହାତି ଗଡ଼ବଡ଼ ରହିଛି। ଆଚ୍ଛା, ଏଇଟା ଉଚ୍ଚସ୍ତରୀୟ ତଦନ୍ତ କରାଯିବା କଥା ନା ନାହିଁ ସାର୍? ତଦନ୍ତ କରାଯିବା କଥା, ଆଜ୍ଞା କିନ୍ତୁ କଥା ହେଉଛି ମୋର କହିବାର କଥା ହେଉଛି ନିଶ୍ଚିନ୍ତ କୋଇଲି ଅଞ୍ଚଳଟି ବହୁ ରାଜନୈତିକ ନେତାଙ୍କ ପେଣ୍ଠସ୍ଥଳୀ। ଆଜ୍ଞା ତେଣୁ ସେମାନେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାର କିଛି ଅସୁବିଧା ନାହିଁ। ନିଶ୍ଚିନ୍ତ ସାର୍, ଏଇଟା ହେଉଛି କଥା। ସାର୍ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କର ଭୂମିକା କ'ଣ ରହିବ? ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ନିଶ୍ଚିତ ଭାବରେ ଜନସାଧାରଣଙ୍କ ହିତ ଦୃଷ୍ଟିକୁ ଚିନ୍ତା କରି ଆମେ ପୁଣି ମହାମାନ୍ୟ ହାଇକୋର୍ଟର ଦ୍ୱାରସ୍ଥ ହେବୁ, ଆଜ୍ଞା ଯେପରି ଜନସାଧାରଣମାନଙ୍କର କ୍ରୟ ବିକ୍ରୟ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହେବ, ସେଥିପ୍ରତି ଆମେ ନିଶ୍ଚିତ ଭାବରେ ତୀକ୍ଷ୍ଣ ଦୃଷ୍ଟି ଦେବୁ। ଆଜ୍ଞା, ଜୟ ଜଗନ୍ନାଥ ସାର୍, ନମସ୍କାର ସାର୍।